କାଣ୍ଡସର କଳିଙ୍ଗ କପ୍ 2026 ଉଦ୍ଯାପିତ। ବନପାଳ ବ୍ଲକ କାଣ୍ଡସର ଗ୍ରାମ କଳିଙ୍ଗ ୱାରିୟର୍ସ କ୍ଲବ ତରଫରୁ କାଣ୍ଡସର କଳିଙ୍ଗ ଷ୍ଟାଡିୟମରେ ବିଗତ 9 ଦିନ ଧରି ଚାଲିଥିବା କଳିଙ୍ଗ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି। ଏଥିରେ 16ଟି ଦଳ ଭାଗ ନେଇଥିବା ବେଳେ ମେଗା ଫାଇନାଲ ମ୍ୟାଚ୍ ଫୁଲପଡ଼ା ଏବଂ ବଲାସିଙ୍ଗା ମଧ୍ୟରେ ହୋଇଥିଲା। ଫୁଲପଡ଼ା ପ୍ରଥମେ ବ୍ୟାଟିଂ କରି 144 ରନ୍ ସଂଗ୍ରହ କରିଥିବା ବେଳେ 145 ରନ୍ର ବିଜୟ ଲକ୍ଷ୍ୟ ନେଇ ବଲାସିଙ୍ଗା ସମସ୍ତ ୱିକେଟ୍ ହରାଇ 91 ରନ୍ ସଂଗ୍ରହ କରିଥିଲା ଏବଂ 53 ରନ୍ରେ ପରାସ୍ତ ହୋଇଥିଲା। ଏଥିରେ ଫୁଲପଡ଼ା ବିଜୟୀ ହୋଇ 22,222 ଟଙ୍କା ସହିତ ଚାମ୍ପିୟନ୍ ଟ୍ରଫି ହାସଲ କରିଥିବା ବେଳେ ଉପବିଜେତା ବଲାସିଙ୍ଗା ଦଳକୁ ନଗଦ 15,555 ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କାଣ୍ଡସର ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ଶ୍ରୀଯୁକ୍ତ ବଂଶୀଧର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଶ୍ରୀକାନ୍ତ କୁମାର ସାହୁ, ପ୍ରଭାତ କୁମାର ପାଲିତ, କେଶବ ଦାସ ମହାରାଜ, ହୃଦାନନ୍ଦ ମୁଦୁଲି, ଯୁଗଳ କିଶୋର ମୁଦୁଲି, ପତିତପାବନ ଗଡ଼ନାୟକ, ପ୍ରଫୁଲ୍ଲ କୁମାର ସାହୁ, ଶ୍ରୀକାନ୍ତ ସାହୁଙ୍କ ସହ ସାମ୍ବାଦିକ ସୁଧାକର ସାହୁ, ମଦନ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଖେଳ ପରିଚାଳନା କରୁଥିଲେ ସୁଶୀଲ ସିଂ ଏବଂ ପଦ୍ମଚରଣ ସାହୁ। ସ୍କୋର ଦାୟିତ୍ୱରେ ଥିଲେ ବ୍ରହ୍ମାନନ୍ଦ ସାହୁ ଏବଂ ପି ପଣ୍ଡା। ଧାରା ବିବରଣୀ ପ୍ରଦାନ କରିଥିଲେ ଅନନ୍ତ କୁମାର ବାରିକ। ଆୟୋଜିତ କଳିଙ୍ଗ ୱାରିୟର୍ସ ତରଫରୁ କୈବର୍ତ୍ତ ମୁଦୁଲି, ରଞ୍ଜନ କୁମାର ସାହୁ, ସୁଜିତ କୁମାର ସାହୁ, ସରୋଜ ମହାକୁଡ଼, ସାଗର ବେହେରା, ଚିଣ୍ଟୁ ବିଶ୍ୱାଳ, ଯତୀନ ସାହୁ, ପିଣ୍ଟୁ ଗଛାୟତ, ବିକି ଗଛାୟତ, ମଙ୍ଗୁଳୁ ମୁଦୁଲି, ନନ୍ଦନ ବେହେରାଙ୍କ ସମେତ ଆୟୋଜିତ କଳିଙ୍ଗ ୱାରିୟର୍ସର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ଏବଂ ସମସ୍ତ ଖେଳପ୍ରେମୀ ବନ୍ଧୁମାନଙ୍କୁ ଆୟୋଜିତ କଳିଙ୍ଗ ୱାରିୟର୍ସ ତରଫରୁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା। ବ୍ୟୁରୋ ରିପୋର୍ଟ, ଡ୍ରିମ୍ସ ରାଇଡର ନ୍ୟୁଜ। ମୁଁ ବଂଶୀଧର ପ୍ରଧାନ, କାଣ୍ଡସର ଗାଁ ଉନ୍ନୟନ କମିଟିର ସଭାପତି। ଆଜି 26 ଜାନୁଆରୀ 2026 ଆଜି ଆମ ଗାଁ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଖେଳ ଫୁଲପଡ଼ା ଆଉ କ'ଣ ବଲାସିଙ୍ଗା ଦୁଇ ଦଳ ଭିତରେ ଖେଳ ହେଇକରି ଫୁଲପଡ଼ା ବିଜୟୀ ହେଲା। ଏଥିରେ ବର୍ତ୍ତମାନ ଭିଲେଜ ଟୁର୍ଣ୍ଣାମେଣ୍ଟ ହିସାବରେ ପିଲାମାନେ ବ୍ୟାଟିଂ, ବୋଲିଂ, ଫିଲ୍ଡିଂ ଯାହା କଲେ ବହୁତ ମାନେ ଭଲ ଥିଲା। ସେଥିରେ ମୁଁ ବୈଶାଧିକ ଲୋକ ହିସାବରେ ମୁଁ ମଧ୍ୟ ଭାରି ଖୁସି, ଭାରି ଆନନ୍ଦ। ଆଜି ତ ଏଇ ଖେଳ ପଡ଼ିଆରେ ମୁଁ ବହୁତ ଦିନରୁ ଯୁକ୍ତ ଅଛି। ଏଇ ଖେଳ ପଡ଼ିଆରେ ବହୁତ ସଂଘର୍ଷ ବି ହେଇଛି, ହାଇକୋର୍ଟ କେସ୍ ବି ହେଇଛି। ଆଉ ଏହା ପରେ ଖେଳ ପଡ଼ିଆଟା କେମିତି ରହିବ ସେଇଟା ପାଇଁ ଆମେ ସମସ୍ତେ କେମିତି କାମ କରିବୁ। ଆଉ 6-7 ବର୍ଷ ପରେ ଏଇ ଯେ ଆୟୋଜନ କରାଗଲା, ଆୟୋଜନ ବହୁତ ଭଲ ଆୟୋଜନ ହେଇଛି। ବର୍ତ୍ତମାନ ଆମର କାଣ୍ଡସରବାସୀଙ୍କର ଗୋଟେ ରହିବ ଯେ ଏଇଟାକୁ କେମିତି ଗୋଟେ ମିନି ଷ୍ଟାଡିୟମ୍ ଭଳି କରିପାରିବେ। ଏତେ ସୁନ୍ଦର ଖେଳ ପଡ଼ିଆ କେଉଁଠି ନାହିଁ। ଏହି ଓଥଟା ଆମେ ଯଦି ସେମାନେ ନେଇକି ଯିବା ତାହେଲେ ଫଣ୍ଡ ବହୁତ ଆସିବ, ସରକାରଙ୍କ ଫଣ୍ଡ ଅଛି। ଏତିକି ମୋର ଆଶା ଏବଂ ବହୁତ ଧନ୍ୟବାଦ। ଆମ ଟିମ୍ର ବ୍ୟାଟିଂ ଆଜି ବହୁତ ଭଲ ଥିଲା। କର୍ଣ୍ଣ, ଲିକୁନ ଆଉ କାଳୁ ଭଲ ବ୍ୟାଟିଂ କରିଥିଲେ। ଆଉ ଯେତିକି ମୁଁ ଟସ୍ ୱିନ୍ କରଲା ପରେ ଆମ ଟିମ୍କୁ ବ୍ୟାଟିଂର ନିଷ୍ପତ୍ତି ନେଇଥିଲି ଆମ ଟିମ୍ର ଭଲ ଟାର୍ଗେଟ୍ ଦେବା ପାଇଁ। ସେହି ହିସାବରେ ଆମ ଟିମ୍ ଟାର୍ଗେଟ୍ ଦେଇପାରିଥିଲା, ଯାହାଫଳରେ ଆମର ବୋଲିଂମାନଙ୍କୁ ବୋଲିଂ କରିବା ପାଇଁ ସୁବିଧା ହୋଇଥିଲା। ଆମର ଫିଲ୍ଡିଂ କ୍ୟାଚ୍ ବି ବହୁତ ଭଲ କରିଥିଲେ, ସେଥିପାଇଁ ଆମେ ମ୍ୟାଚ୍ ୱିନ୍ କରିଛୁ। ଆଉ ଖେଳ ବହୁତ ଭଲ ହେଇଥିଲା। ଆୟୋଜକ କମିଟି ବହୁତ ଭଲ। ଆଉ ଖାସ୍ କରି ଆଜିର ଖେଳ ଉପରେ ଅମ୍ପାୟାର 2 ଜଣ ଭଲ ଖେଳକୁ ପରିଚାଳନା କରିଥିଲେ। ତାଙ୍କ ପରିଚାଳନା ହିସାବରେ ଖେଳ ଶୃଙ୍ଖଳିତ ହିସାବରେ ହେଇଥିଲା। ଆଉ କଳିଙ୍ଗ କପ୍ ଅର୍ଗାନାଇଜିଂକୁ ଥ୍ୟାଙ୍କ୍ସ। ଆମକୁ ଏଇ ଟୁର୍ଣ୍ଣାମେଣ୍ଟକୁ ଡାକିଥିଲେ, ଆମେ ଆସିଥିଲୁ। ବହୁତ ବହୁତ ଥ୍ୟାଙ୍କ୍ସ କଳିଙ୍ଗ କପ୍ ଅର୍ଗାନାଇଜର୍କୁ। ଆଉ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଫାଷ୍ଟ ଦିନ ଆମେ ଦେଖିବୁ ତ ମୁଇଁ ଆମର ଗାଁର ନୂଆ ପିଲାକୁ ସିନା ଖେଳ ଖେଳୁଥିଲି ଏଠି। ତ କିଛି ଆମର ପିଲା ଆସିନାହାନ୍ତି ଏଠିକି, ଯିଏକି ସୁଜିତ ଥିଲା ଆମର, ସେ ଆସିନାହାନ୍ତି କିଛି ତାର ଦେହ ଖରାପ ଥିବାରୁ। ତ ଭଲ ମୁଁ ନୂଆ ପିଲା ଥିଲେ, ଭଲ ବ୍ୟାଟିଂ ଆଉ ଭଲ ବୋଲିଂ କରିଥିଲୁ। ତଥାପି କିଛି ତ୍ରୁଟିରେ ଥିବାରୁ ଆମେ ବ୍ୟାଟିଂ ବିପର୍ଯ୍ୟୟ ହେଇଥିଲୁ, ସେଥିପାଇଁ ଆମେ ପରାଜୟ ଘୋଷଣା କରିଥିଲୁ। ଆପଣ ଭାବୁଛନ୍ତି ଟଚ୍ ୱିନିଂର କିଛି ଥିଲା ମୁଖ୍ୟ? ନାଇଁ, ଟଚ୍ ୱିନିଂର ମୁଖ୍ୟ ନଥିଲା। ଆମେ ଚେଜ୍ ହିଁ କରିଥାନ୍ତୁ, ଯାହା ବି ଅଛି ତ ଚେଜ୍ ହିଁ କରିଥାନ୍ତୁ। ତ ଆଉ ନୂଆ ପିଲା ଯାହା ଖେଳିଛୁ ସବୁଠୁ ଭଲ ଖେଳିଛୁ।
जोड़ी होई रहिबा पई आम चैनल को लाइक शेयर सब्सक्राइब एवं फॉलो करंतु। ड्रीम्स राइडर सबु समय रे आपन सेवारे।